ଭାବ ନଥିଲେ ପାଇବାର କୌଣସି ଚାନ୍ସେସ୍ ନାହିଁ। ସାଲବେଗଙ୍କର ଆଜ୍ଞା କେଉଁ ଭାବ ଥିଲା? ତାଙ୍କ ପାଇଁ ବଡ଼ ଶଙ୍ଖରେ ମହାପ୍ରଭୁ ଅଟକି ଯାଇଥିଲେ। ଦାସିଆ ବାଉରୀର କି ଭାବ ଥିଲା? ତା ହାତରୁ ନଡ଼ିଆ ନେଇଗଲେ। ପଦ୍ମା ମାଲୁଆଣୀ 100 କିଲୋମିଟର ଦୂରରେ ଆଜ୍ଞା ବାଇଗଣ ତୋଳୁଛି, କିଛି ମନେ ରଖିନି ଆଜ୍ଞା, ପଦିଏ ମନେ ରଖିଛି। ଗୀତ ଗୋବିନ୍ଦରୁ ପଦୁଟିଏ ମନେ ରଖିଛି। ସେ ପଦେ ଗାଇ 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 ସେ ବାଇଗଣ ତୋଳୁଛି। ମହାପ୍ରଭୁ ତା ପଛରେ ଯାଇକି ଖଣ୍ଡୁଆ ପାଟକୁ ଚିରିଦେଲେ। ଗଜ ଆଜ୍ଞା ଲକ୍ଷେ ଯୋଜନରେ ଡାକିଲା। ମହାପ୍ରଭୁ ତାକୁ ମଧ୍ୟ ଉଦ୍ଧାର କଲେ। ଚକ୍ରରେ ନାସିକି ନକ୍ରରେ ଉଦ୍ଧାର କରିଥିଲେ। ଛୋଟିଆ ଭରତିଆ ପକ୍ଷୀ ଆଜ୍ଞା ଭାରତ ଯୁଦ୍ଧରେ ଭଗବାନଙ୍କୁ ଡାକିଲା। ମହାପ୍ରଭୁ ଚକ୍ର ଆଢୁଆଳ କରିଦେଲେ ତା ଉପରେ। ଏଥିରୁ ପ୍ରମାଣ ମିଳେ ଯେ ଭକ୍ତଙ୍କ ଉପରେ ଯେତେବେଳେ ବିପଦ ପଡ଼ିଛି, ଯେନେ ତେନେ ପ୍ରକାରେ ଭଗବାନ ତାଙ୍କ ପାଖରେ ଆସିକି ପହଞ୍ଚନ୍ତି। ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି, ଭକ୍ତଙ୍କ ପାଇଁ କଳେବର ଦଶ ମୂରତି ଧରି। ଭକ୍ତଙ୍କ ପାଖକୁ ସେ ଯେମିତି ନା ଯେମିତି ଆପଣଙ୍କ ପାଖରେ ଆସିକି ପହଞ୍ଚିବେ, କିନ୍ତୁ ତାଙ୍କ ପ୍ରତି ସେତିକି ଭାବ ରଖିବା ଦରକାର, ତାଙ୍କୁ ସେତିକି ଭକ୍ତି କରିବା ଦରକାର, ତାଙ୍କ ପ୍ରତି ସେତିକି ବିଶ୍ୱାସ ରଖିବା ଦରକାର ଯେ ମୁଁ ଡାକିଲେ ସେ ମୋ ପାଖକୁ ଆସିବେ। ସେ ଭାବ ଆଜ୍ଞା ଆମର ନାହିଁ। ଏଠି କେବଳ ବସିଛନ୍ତି, କଥା ଶୁଣୁଛନ୍ତି ବୋଲି ବସିଛନ୍ତି ନା ନାଇଁ ଆଜ୍ଞା? ଯେତେବେଳେ ଏଠୁ ଉଠିକି ପଳେଇବେ ସେତେବେଳେ କେବଳ ମନେ ପଡ଼ିବ ପିଲା ଛୁଆଙ୍କ କଥା, ଘରଦ୍ୱାର କଥା, ପଇସା କେମିତି ରୋଜଗାର କରିବି, କେମିତି ଭଲରେ ରହିବି, କେବଳ ନିଜ ଚିନ୍ତା କରିବା ନା ନାଇଁ? ଆମ ପାଖକୁ ଭଗବାନ କାହିଁ ଆସିବେ? ଆସିବେନି ଆଜ୍ଞା। କାହିଁକିନା ଆମେ ସବୁ ମତଲବରେ ଭଗବାନଙ୍କ ମନ୍ଦିରକୁ ଯାଉଛେ। ଏମିତି ଆଜ୍ଞା କିଏ ତା ଛାତି ଉପରେ ହାତ ରଖିକି କହିବ ମୁଁ ନିଜେ ହୁଏ ନା କାହିଁକି? ମୁଁ ବି ମୋ ଛାତି ଉପରେ ହାତ ରଖିକି କହୁଛି ଜଗନ୍ନାଥଙ୍କ ମନ୍ଦିରକୁ ଯାଇକି ମୁଁ କିଛି ମୋ ଜୀବନରେ ମାଗିନି। କିଏ ଆଜ୍ଞା ତା ଛାତି ଉପରେ ହାତ ରଖିକି କହିବ ଯେ ମୁଁ ଭଗବାନଙ୍କୁ ମୋ ଜୀବନରେ କିଛି ମାଗିନି? କିଏ ଆଜ୍ଞା କହିପାରିବେ? ଆମେ ଯାଉ ଯାଉ ଟଙ୍କାଏର 5 ଟଙ୍କାରେ ଦୀପ ଜାଳିକି 50 କୋଟି ଟଙ୍କାର ଜିନିଷ ମାଗିଦେବା ଆମେ ମଣିଷ। ପ୍ରଭୁ ମୋ ପୁଅର ଚାକିରି ହେଇଯାଉ, ମୋ ଘର ଦ୍ୱାରଟା କେମିତି ଛାତ୍ର ପଡ଼ିଯାଉ, 5 ଟଙ୍କା ଦୀପରେ 50 କୋଟି ଟଙ୍କାର ଜିନିଷ ମାଗିବା ଆମେ ମଣିଷ। ମହାପ୍ରଭୁ କିନ୍ତୁ ତାଙ୍କ ପ୍ରତି ବିଶ୍ୱାସ ରଖନ୍ତୁ। କହିବି ଆପରେ ଏକ ସୁନ୍ଦର କଥା ଆପଣମାନଙ୍କୁ, ଜଣେ ବନ୍ଧୁଙ୍କର କଥା, ମୋ ନିଜସ୍ୱ ବନ୍ଧୁ, ତାଙ୍କର କଥା ତ ଅନେକ ଅଛି ମହାପ୍ରଭୁଙ୍କର, ଯେତେ କହିଲେ ସରିବନି। ଆପଣମାନେ ସିଂହଦ୍ୱାରରେ 2 ଜଣ ସିଂହଙ୍କୁ ଦେଖୁଥିବେ। ସିଂହଦ୍ୱାରରେ ଜାଣିଛନ୍ତି ତାଙ୍କ ନାଁ କ'ଣ? ଜାଣିଛନ୍ତି ମା? ଜାଣିନାହାନ୍ତି? ସେ ସିଂହ 2 ଜଣଙ୍କର 2ଟି ନାଁ ଅଛି। ଜଣଙ୍କ ନାଁ ହେଉଛି ଚଣ୍ଡ ବିକ୍ରମ, ଜଣଙ୍କ ନାଁ